ଆଜିର ପାଣିପାଗ 17ଟି ରାଜ୍ୟରେ ପ୍ରବଳ ବର୍ଷା ବଜ୍ରପାତ ନେଇ ସତର୍କତା ଜାରି କଲା ଆଇଏମ୍ଡି। ନମସ୍କାର, ଆପଣମାନେ ଦେଖୁଛନ୍ତି ଟି ନ୍ୟୁଜ୍ ଓଡ଼ିଶା ୟୁଟ୍ୟୁବ୍ ଚ୍ୟାନେଲ୍। ଦେଶରେ ପାଣିପାଗ ଧାରା ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି। ଭାରତୀୟ ପାଣିପାଗ ବିଭାଗ ଆଜି ଉତ୍ତରପ୍ରଦେଶ, ବିହାର ଏବଂ ଦିଲ୍ଲୀ ଏନ୍ସିଆର ସମେତ 17ଟି ରାଜ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସତର୍କତା ଜାରି କରିଛି। ପାଣିପାଗ ବିଭାଗ ଅନୁଯାୟୀ ଏହି ରାଜ୍ୟଗୁଡ଼ିକରେ ଘଡ଼ଘଡ଼ି, ବଜ୍ରପାତ ଏବଂ ଘଣ୍ଟା ପ୍ରତି 50ରୁ 90 କିଲୋମିଟର ବେଗରେ ପବନ ବହିବା ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳଗୁଡ଼ିକ ଆଂଶିକ ଭାବରେ ମେଘୁଆ ରହିବ। ଧୂଳି ଝଡ଼ ସହିତ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ଅଛି, ଯାହାଫଳରେ ତାପମାତ୍ରା ହ୍ରାସ ପାଇବ। ପାଣିପାଗ ବିଭାଗ ଉତ୍ତରପ୍ରଦେଶର 22ଟି ଜିଲ୍ଲା ପାଇଁ ବଜ୍ରପାତ ସତର୍କତା ଜାରି କରିଛି। ରାଜ୍ୟର କିଛି ସ୍ଥାନରେ ପ୍ରବଳ ପବନ ସହିତ ବର୍ଷା ହେବ। କିଛି ସହରରେ ଆର୍ଦ୍ରତା ଏବଂ ଗରମ ଜାରି ରହିପାରେ। ବିହାରର 18ରୁ ଅଧିକ ଜିଲ୍ଲା ପାଇଁ ପ୍ରବଳ ବର୍ଷା ଏବଂ ବଜ୍ରପାତ ଚେତାବନୀ ଜାରି କରାଯାଇଛି। ଏହି ସମୟ ମଧ୍ୟରେ 50ରୁ 60 କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିବା ବିପର୍ଯ୍ୟୟ ସୃଷ୍ଟି କରିପାରେ। ବଜ୍ରପାତ ସମୟରେ ଲୋକଙ୍କୁ ବାହାରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।